ମୋ ନାଁ ଭାବନା। ମୋର ଜଣେ ବୋଲି ଭାଇ ଥିଲା ଏବଂ ମୁଁ ସବୁ ଭାଇ ଭଉଣୀଙ୍କ ମଧ୍ୟରେ ସାନ ଥିଲି। ମୋର 2 ଜଣ ବଡ଼ ଭଉଣୀ ଥିଲେ ଯାହାଙ୍କର ବିବାହ ହୋଇସାରିଥିଲା ଏବଂ ଏବେ ଭାଇଙ୍କର ବିବାହ ହେଉଥିଲା, ଯେଉଁଥିପାଇଁ ମୁଁ ସବୁଠାରୁ ଅଧିକ ଖୁସି ଥିଲି। କାରଣ ଯେବେଠାରୁ ଭଉଣୀମାନଙ୍କର ବିବାହ ହୋଇଥିଲା ମୁଁ ଘରେ ଏକୁଟିଆ ହୋଇଯାଇଥିଲି ଏବଂ ଏବେ ଭାଉଜ ଆସିବା ପରେ ମୋର ମନ ଲାଗିଯିବ ବୋଲି ଭାବୁଥିଲି। ଏହା ଭାବି ଭାବି ମୁଁ ବହୁତ ଖୁସି ଥିଲି। ମୁଁ ଭାଇଙ୍କ ବିବାହର ପ୍ରତ୍ୟେକ ଫଙ୍କସନରେ ଭାଉଜଙ୍କ ସହ ବସି ଫଟୋ ଉଠାଇଥିଲି, କିନ୍ତୁ ବିଦାୟ ପରେ ମୋ ଆଖି ଯାହା ଦେଖିଲା ମୁଁ ବିଶ୍ୱାସ କରିପାରୁ ନଥିଲି। ଭାଉଜ କନିଆ ବେସରରେ ହିଁ ବସିଥିଲେ। ଯେତେବେଳେ ସବୁ ଅତିଥି ଚାଲିଗଲେ ମୋତେ ଲାଗିଲା ମା କହିବେ ଯେ ତୁ ତ ଭାଉଜଙ୍କୁ ତାଙ୍କରେ ଛାଡ଼ିଦେଇ ଆସ, କିନ୍ତୁ ମା ମୋତେ ସେମିତି କିଛି କହିଲେ ନାହିଁ। ବରଂ ମୋ ବାବା ଭାଇଙ୍କୁ ନିଜକୁ ଡାକିଲେ। ମୋ ଭାଇ, ଯିଏ ନିଜ ସୁନ୍ଦର କନିଆକୁ ଦେଖି ହସୁଥିଲେ, ବାବାଙ୍କ ଡାକରାରେ ଚାପ୍ ତାଙ୍କକୁ ଚାଲିଗଲେ। ମୁଁ ଭାଉଜଙ୍କ ପାଖରେ ବସି କଥାବାର୍ତ୍ତା ହେବାକୁ ଲାଗିଲି। ସେ ମଧ୍ୟ ବହୁତ ଭଲ ମିଜାଜର ଜଣାପଡ଼ୁଥିଲେ। ସେ ମୋତେ ମୋ ପାଠପଢ଼ା ବିଷୟରେ ପଚାରିବାକୁ ଲାଗିଲେ। ମୁଁ ସେତେବେଳେ 10ମ ଶ୍ରେଣୀରେ ପଢ଼ୁଥିଲି। ମୁଁ ଭାଉଜଙ୍କୁ ମୋ ସାଙ୍ଗମାନଙ୍କ ବିଷୟରେ ଏଣୁତେଣୁ କଥା କହିବାକୁ ଲାଗିଲି, କିନ୍ତୁ ତାଙ୍କ ନଜର ବାରମ୍ବାର ସାମ୍ନାରେ ଥିବା ବାବାଙ୍କ ବନ୍ଦ କବାଟ ଉପରେ ରହୁଥିଲା। ମା ମଧ୍ୟ ନିଜକୁ ଯାଇ ଶୋଇପଡ଼ିଲେ। କେବଳ ମୁଁ ହିଁ ଭାଉଜଙ୍କ ପାଖରେ ବସିଥିଲି। ମୋତେ ଏହି କଥା ବୁଝାପଡ଼ୁ ନଥିଲା ଯେ ମା ଏତେ ଶୀଘ୍ର କାହିଁକି ଶୋଇବାକୁ ଚାଲିଗଲେ। ଯଦିଓ ମା ବିବାହରେ ବହୁତ ଖୁସି ଥିଲେ, କିନ୍ତୁ ଯେବେଠାରୁ ଭାଉଜ ବିଦା ହୋଇ ଘରକୁ ଆସିଥିଲେ ତାଙ୍କ ମୁଡ୍ ମୋତେ ବହୁତ ଖରାପ ଲାଗୁଥିଲା। ତେଣୁ ଆସୁ ଆସୁ ମୁହଁ ଫୁଲାଇ ସେ ନିଜକୁ ଚାଲିଯାଇଥିଲେ। ମୋତେ ବୁଝାପଡ଼ୁ ନଥିଲା ଯେ ମାଙ୍କୁ ଘରକୁ ଆସିବା ପରେ କ'ଣ ହୋଇଛି। ଭାଉଜ ମଧ୍ୟ କିଛିଟା ଚପ୍ ଥିଲେ। ମୋର ବିବାହିତ ଭଉଣୀମାନେ ମଧ୍ୟ ଖରାପ ମୁଡ୍ ସହିତ ରୁହିଁ ଫେରିଗଲେ। ଘରକୁ ମଧ୍ୟ ଆସିଲେ ନାହିଁ ଯେ କନିଆର ଭଲ ଭାବେ ସ୍ୱାଗତ କରାଯାଇଥାନ୍ତା। ଅଧଘଣ୍ଟା ପରେ ସାମ୍ନାର କବାଟ ଖୋଲିଲା। ଭାଇ ବହୁତ ଗୁମସୁମ ହୋଇ ରୁମ୍ ବାହାରକୁ ଆସିଲେ ଏବଂ ମୋତେ ଭାଉଜଙ୍କ ପାଖରେ ବସିଥିବାର ଦେଖି କହିଲେ, ତୁ ଶୋଇବାକୁ ଯାଇନୁ, ନିଜକୁ ଯାଇ ଶୋଇପଡ଼। ଭାଇଙ୍କ କଥା ଶୁଣି ମୋତେ ଆଶ୍ଚର୍ଯ୍ୟ ଲାଗିଲା ଯେ ସେ କେମିତି ରୁକ୍ଷ ସ୍ୱରରେ କଥା ହେଉଛନ୍ତି, କିନ୍ତୁ ତାପରେ ଭାଇ ଭାଉଜଙ୍କୁ ଯାହା କହିଲେ ତାହା ଶୁଣି ମୋତେ ଏକ ସକ୍ତକା ଲାଗିଲା। ଭାଇ କହିଲେ, ସୁଶୀଲା, ତୁମେ ବାବାଙ୍କକୁ ଯାଅ, ସେ ତୁମକୁ ଡାକୁଛନ୍ତି। ମୁଁ ମୋ ରୁମ୍ ଆଡ଼କୁ ଯାଉଥିଲି, କିନ୍ତୁ ମୋ ପାଦ ସେଇଠି ଅଟକିଗଲା। ମୁଁ ପଛକୁ ବୁଲି ଦେଖିଲି। ଭାଉଜ ମଧ୍ୟ ଭାଇଙ୍କୁ ଆଶ୍ଚର୍ଯ୍ୟ ହୋଇ ଦେଖୁଥିଲେ ଯେ ସେ ତାଙ୍କୁ କ'ଣ କହୁଛନ୍ତି। ନିଜ ବିବାହର ପ୍ରଥମ ରାତିରେ କେଉଁ କନ୍ୟା ଏମିତି ସଜବାଜ ହୋଇ ଶ୍ୱଶୁରଙ୍କକୁ ଯାଏ? ଆଉ ଗୋଟିଏ କଥା ଯେ ମୋ ମା ଏବଂ ବାବା ଅଲଗା ଅଲଗାରେ ଶୋଉଥିଲେ। ଭାଉଜ କ'ଣ ଉତ୍ତର ଦେଉଛନ୍ତି ମୁଁ ଦେଖିବା ପୂର୍ବରୁ ଭାଇ ମୋତେ ମୋକୁ ପଠାଇଦେଲେ। ମୁଁ ମୋକୁ ଆସି କବାଟ ବନ୍ଦ କରିଦେଲି, କିନ୍ତୁ ମୁଁ ଏତେ ବି ସାନ ନଥିଲି ଯେ ଏହି କଥାଗୁଡ଼ିକୁ ବୁଝିପାରିବି ନାହିଁ। ମୁଁକୁ ଆସିଯାଇଥିଲି, କିନ୍ତୁ ମୋର ପୁରା ଧ୍ୟାନ ବାହାରେ ଥିଲା। ମୁଁ ପ୍ରଥମେ ମୋରେ ବସିଲି ଯେ ବାବା ଭାଇଙ୍କୁ ନିଜକୁ କାହିଁକି ଡାକିଲେ। କିଛି ସମୟ ମୁଁ ବ୍ୟସ୍ତ ହୋଇରେ ରହିଲି, କିନ୍ତୁ ତାପରେ ମୁଁ ମୋ ପୋଷାକ ବଦଳାଇର କବାଟ ସାମାନ୍ୟ ଖୋଲିଲି। ଯାହା ମୋ ସାମ୍ନାରେ ନଜର ଆସିଲା ତାହା ମୋତେ ଦ୍ୱନ୍ଦ୍ୱରେ ପକାଇଦେଲା। ଭାଇ ବାହାରେ ନଥିଲେ ଏବଂ ଭାଉଜ ବାବାଙ୍କରୁ ବାହାରିଥିଲେ ଓ ପ୍ରବଳ କାନ୍ଦୁଥିଲେ। କାନ୍ଦି କାନ୍ଦି ସେ ନିଜକୁ ଚାଲିଗଲେ। ନା ଜାଣି କାହିଁକି ମୋ ମନଟା ଭାଙ୍ଗିଗଲା। ମୋ ଭାଉଜର ସୁନ୍ଦର ହେବା ସହ ବହୁତ ନିଷ୍ପାପ ମଧ୍ୟ ଥିଲେ। କ'ଣ କାରଣ ଥିଲା ଜାଣିନି, ସେ କାହିଁକି କାନ୍ଦୁଥିଲେ। ସେହି ରାତିରେ ମୋତେ ଶାନ୍ତିରେ ନିଦ ହେଲା ନାହିଁ। ପ୍ରାୟ ସକାଳ ପଟା ପରେ ମୁଁ ଶୋଇଲି। ମୋ ଆଖି ଏକ ପାଟିତୁଣ୍ଡରେ ଖୋଲିଲା। ମୁଁ ଚମକି ପଡ଼ି ଉଠିଲି। ମୋତେ ଲାଗିଲା ମା କାହା ଉପରେ ଚିତ୍କାର କରୁଛନ୍ତି। ମୁଁ ଆଶ୍ଚର୍ଯ୍ୟ ଥିଲି ଯେ ସକାଳୁ ସକାଳୁ ମା କାହିଁକି ଚିତ୍କାର କରୁଛନ୍ତି। ମୁଁ ଶୀଘ୍ରରୁ ଉଠି ରୁମ୍ ବାହାରକୁ ଆସିଲି, କିନ୍ତୁ ସାମ୍ନାର ଦୃଶ୍ୟ ଦେଖି ମୁଁ ସ୍ତବ୍ଧ ହୋଇଗଲି। ମା ମୋର ନୂଆ ଭାଉଜଙ୍କ ଉପରେ ଚିତ୍କାର କରୁଥିଲେ। କହୁଥିଲେ ଯେ ମୋତେ ପାଟି କରୁଥିବା ସ୍ତ୍ରୀ ଲୋକ ଆଦୌ ପସନ୍ଦ ନୁହନ୍ତି। ଖବରଦାର, ଯଦି ଆଜି ପରେ ତୁ ମୋତେ କୌଣସି କଥାର ଉତ୍ତର ଦେଇଛୁ, ଚାଲ ଯାଇ ରୋଷେଇ ଘରେ ଜଳଖିଆ ବନା। ମୁଁ ମୋ ମାଙ୍କର ଏହି ରୂପ ଦେଖି ଆଶ୍ଚର୍ଯ୍ୟ ହୋଇଗଲି। ମୋର 2 ବିବାହିତ ଭଉଣୀ ମଧ୍ୟ ନିଜ ସ୍ୱାମୀ ଓ ପିଲାଙ୍କ ସହ ସେଠାରେ ଥିଲେ। ମୋତେ ବହୁତ ଆଶ୍ଚର୍ଯ୍ୟ ଲାଗୁଥିଲା ଯେ ଜଣେ ଦିନକର କନ୍ୟା ସହ ମା ଏମିତି ବ୍ୟବହାର କେମିତି କରିପାରୁଛନ୍ତି। ମୁଁ ଦୌଡ଼ିଯାଇ ମାଙ୍କୁ କହିଲି ଯେ ଜଳଖିଆ ମୁଁ ବନେଇ ଦେଉଛି, ଭାଉଜଙ୍କର ତ କାଲି ହିଁ ବିବାହ ହୋଇଛି। କିନ୍ତୁ ମୋ କଥାରେ ମା ରାଗିଗଲେ। କହିଲେ, ଖବରଦାର, ଯଦି ତୁ ଏହି ଝିଅର ପକ୍ଷ ନେଇଛୁ, ଆଜିଠାରୁ ଘରର ସବୁ କାମ ଏଇଆକୁ କରିବାକୁ ପଡ଼ିବ। ମୋ ଭାଉଜ ରୋଷେଇ ଘରକୁ ଚାଲିଗଲେ। ମୋ ଭଉଣୀମାନେ କହିଲେ, ମା, ଆମର ତ ଆମ ଶ୍ୱଶୁର ଘରେ ନାକ କଟିଗଲା ଯେ ଗୋଟିଏ ବୋଲି ଭାଇର ବିବାହ ଏତେ ଆନନ୍ଦରେ କଲୁ, ଆଉ ତାଙ୍କ ଶ୍ୱଶୁର ଘର ଲୋକେ ଆମକୁ ସୁନାର କିଛି ବି ଜିନିଷ ଦେଲେନି। ଉଚ୍ଚା ଦୋକାନ, ଫିକା ପକ୍ୱାନ, ମୋ ଭଉଣୀ ଘୃଣାରେ କହିଲା। ସେତେବେଳେ ମୁଁ ବୁଝିଲି ଯେ ମା ଓ ଭଉଣୀମାନେ କାହିଁକି ମୁହଁ ଶୁଖାଇଥିଲେ, କାରଣ ଭାଉଜ ଯୌତୁକ ଅଧିକ ଆଣି ନଥିଲେ। ମୋତେ ମୋ ଭଉଣୀମାନଙ୍କ ଚିନ୍ତାଧାରା ଉପରେ ଦୁଃଖ ଲାଗୁଥିଲା। ତାପରେ ମା ମଧ୍ୟ ଆରମ୍ଭ କଲେ। ମୋର ଗୋଟିଏ ପୁଅ ଥିଲା, ତା ବିବାହରେ କେତେ ଟଙ୍କା ଖର୍ଚ୍ଚ କରିଥିଲି। ମୋତେ ଲାଗିଥିଲା ସେମାନେ ଧନୀ ଲୋକ। ଗାଡ଼ି ତ ନିଶ୍ଚୟ ମୋ ପୁଅକୁ ଯୌତୁକରେ ମିଳିବ, କିନ୍ତୁ ନାହିଁ। ଏମିତି କଞ୍ଜୁସ ଲୋକ ବସ୍ ନିଜର ସୁନ୍ଦରୀ ଝିଅଟିକୁ ଖାଲି ହାତରେ ଆମ ଗଳାରେ ବାନ୍ଧିଦେଲେ।
ମୋ ଭାଉଜ ସେତେବେଳେ ସାଧାରଣ ଭାବେ ରୋଷେଇ ଘରେ ଜଳଖିଆ ବନାଉଥିଲେ। କେଉଁଠୁ ବି ସେ ଜଣେ ଦିନକର କନ୍ୟା ଭଳି ଜଣାପଡ଼ୁ ନଥିଲେ। ଆଉ ମୋ ମା ଭଉଣୀଙ୍କୁ ଯୌତୁକ ନ ମିଳିବାର ଦୁଃଖ ଘାରୁଥିଲା। ମୋର ଇଚ୍ଛା ହେଉଥିଲା ଭାଇଙ୍କକୁ ଯାଇ ତାଙ୍କୁ କହିବି ଯେ ନିଜ ମା ଭଉଣୀଙ୍କ ବ୍ୟବହାର ନିଜ କନ୍ୟା ସହ ଦେଖିନିଅ। ଯେଉଁ ଭଉଣୀମାନଙ୍କ ଇଚ୍ଛା ପୂରଣ କରିବା ପାଇଁ ତୁମେ ନିଜେ ବିବାହ ବିଳମ୍ବରେ କଲ। ମୋ ଭାଇ ସବୁଠାରୁ ବଡ଼ ଥିଲେ ଏବଂ ଘର ଲୋକଙ୍କ କଥା ମାନୁଥିଲେ। ତେଣୁ ଦୁଇ ଭଉଣୀଙ୍କ ବିବାହରେ ଭାଇ ବହୁତ ଯୌତୁକ ଦେଇଥିଲେ। କିନ୍ତୁ ଯେତେବେଳେ ତାଙ୍କ ନିଜର ବିବାହ ହେଲା, ସେମାନଙ୍କୁ ନିଜ ଭାବନା ମୁତାବକ କିଛି ମିଳିଲା ନାହିଁ। ଭାଇ ଯେତେବେଳେରୁ ବାହାରିଲେ ସେ ଡରି ଯାଇଥିଲେ। ନିଜ କନ୍ୟାକୁ ରୋଷେଇ ଘରେ କାମ କରୁଥିବାର ଦେଖି ମଧ୍ୟ ସେ କିଛି କହିଲେ ନାହିଁ। ମାଙ୍କୁ ସେ ବହୁତ ଡରୁଥିଲେ। ମୁଁ ଜାଣିଥିଲି ଯେ ମୋ ଭାଇ ମାଙ୍କର ଜଣେ ଆଜ୍ଞାକାରୀ ପୁଅ ଥିଲେ। ତେଣୁ ମାଙ୍କର ଯେମିତି ଚିନ୍ତାଧାରା ଥିଲା, ଭାଇଙ୍କର ମଧ୍ୟ ସେମିତି ହୋଇଥିବ। ମୋର ଏହି ଦୁଃଖ କମି ନଥିଲା ଯେ ବାବା ଯେତେବେଳେ ନିଜରୁ ବାହାରିଲେ ସେ ବହୁତ ଖୁସି ଦେଖାଯାଉଥିଲେ। ବାବାଙ୍କୁ ଦେଖି ମୋର ମନେ ପଡ଼ିଲା ଯେ ଭାଉଜ କନ୍ୟା ବେଶରେ ରାତିରେ ବାବାଙ୍କରୁ କାନ୍ଦି କାନ୍ଦି ବାହାରିଥିଲେ। ମୋତେ ଲାଗିଲା ବୋଧହୁଏ ବାବା ମଧ୍ୟ କମ୍ ଯୌତୁକ ପାଇଁ ଭାଉଜଙ୍କୁ ଗାଳି କରିଥିବେ। କିନ୍ତୁ କଥା କିଛି ଅଲଗା ଥିଲା। ବାବା ଯେତେବେଳେ ଜଳଖିଆ ଟେବୁଲରେ ବସିଲେ, ମୋ ଭାଉଜ ମୋ ବାବାଙ୍କୁ ଦେଖି ଫିକା ପଡ଼ିଗଲେ। ସେ ବହୁତ ଡରି ଯାଇଥିଲେ। ମୁଁ ଭାଉଜଙ୍କ ଚେହେରାର ଭାବ ଦେଖି ଆଶ୍ଚର୍ଯ୍ୟ ଥିଲି ଏବଂ ବାବାଙ୍କ ଚେହେରାର ହସ ଦେଖି ମୋତେ ଭିତରେ ଭିତରେ ଖରାପ ଲାଗୁଥିଲା। ତାପରେ ସମସ୍ତଙ୍କର ଏହି ବ୍ୟବହାର ଭାଉଜଙ୍କ ସହ ଆରମ୍ଭ ହୋଇଗଲା। ସେ ସବୁବେଳେ ଡରି ଡରି ରହିବାକୁ ଲାଗିଲେ। ସାରାଦିନ ସେ କାମ କରୁଥିଲେ ଏବଂ ରାତିରେ ଯେତେବେଳେ ଭାଇ ଘରକୁ ଆସୁଥିଲେ ସେ ବାବାଙ୍କକୁ ଚାଲି ଯାଉଥିଲେ ଏବଂ ବାହାରି ଭାଉଜଙ୍କୁ ଇସାରା କରୁଥିଲେ ଯେ ସେ ବାବାଙ୍କକୁ ଯାଆନ୍ତୁ। ସେ ବିଚାରି ବ୍ୟସ୍ତ ହୋଇ ବାବାଙ୍କକୁ ଯାଉଥିଲେ। କିନ୍ତୁ ଯେତେବେଳେ ସେରୁ ଫେରୁଥିଲେ ସେ ବହୁତ ଜୋରରେ ଥରୁଥିଲେ, ଝାଳରେ ଜୁଡୁବୁଡୁ ହେଉଥିଲେ ଏବଂ କାନ୍ଦି କାନ୍ଦି ନିଜକୁ ଯାଉଥିଲେ। ତାପରେ ମୋତେ ତାଙ୍କରୁ ଏମିତି ଶବ୍ଦ ଶୁଭୁଥିଲା ଯେମିତି ସେ ବାନ୍ତି କରୁଛନ୍ତି। ତାଙ୍କ ଚେହେରା ଦେଖି ମଧ୍ୟ ଲାଗୁଥିଲା ଯେମିତି ସେ କିଛି ବହୁତ ଖରାପ ଅନୁଭବ କରି ଆସିଛନ୍ତି। ମୋତେ ଏହି କଥା ଯେଉଁ ସନ୍ଦେହରେ ପକାଉଥିଲା, ମୋର ବିବେକ ମୋତେ ଭିତରେ ଭିତରେ କଷ୍ଟ ଦେଉଥିଲା। ପୁରା ଦିନ ମୋ ମା ମୋ ଭାଉଜଙ୍କୁ ଅତିଷ୍ଠ କରିଦେଉଥିଲେ ଏବଂ ରାତିରେ 2 ଘଣ୍ଟା ବାବାଙ୍କରେ ବିତାଇ ଫେରୁଥିଲେ ଏବଂ ଆସିବା ମାତ୍ରେ ନିଜକୁ ଯାଇ ଗାଧୋଇ ଆସୁଥିଲେ। ମୋତେ ଆଶ୍ଚର୍ଯ୍ୟ ଲାଗୁଥିଲା ଯେ ବାବା ତାଙ୍କୁ କାହିଁକି ଡାକୁଛନ୍ତି ଏବଂ ଭାଇ କାହିଁକି ତାଙ୍କୁ ବାବାଙ୍କୁ ପଠାଉଛନ୍ତି। ଏଥିରେ ମାଙ୍କର ମଧ୍ୟ କିଛି ଆପତ୍ତି ନଥିଲା। ଥରେ ମୋ ଭାଉଜ ରୋଷେଇ ଘରେ ବାସନ ମାଜୁଥିଲେ। ମୁଁ ମୋରେ ଥିଲି, କିନ୍ତୁ ମୋତେ ଭାଉଜଙ୍କ ଚିନ୍ତା ଘାରୁଥିଲା। ତାଙ୍କ ଆଖିରେ ସବୁବେଳେ ରହୁଥିବା ଲୁହ ମୋତେ ବହୁତ ଦୁଃଖ ଦେଉଥିଲା ଯେ ଯୌତୁକ ନ ଦେବା କ'ଣ ନାରୀର ଏତେ ବଡ଼ ଦୋଷ। ମୁଁ ଘଣ୍ଟା ଦେଖିଲି, ରାତି 1 ବାଜିଥିଲା। ଜାଣିଥିଲି ଯେ ସମସ୍ତେ ଶୋଇପଡ଼ିଥିବେ, ତେଣୁ ମୁଁ ରୋଷେଇ ଘରକୁ ଗଲି ଯେ ଭାଉଜଙ୍କୁ କିଛି ସାହାଯ୍ୟ କରିଦେବି। କିନ୍ତୁ ଯାହା ମୁଁ ରୋଷେଇ ଘରେ ଦେଖିଲି, ମୁଁ ଆଶ୍ଚର୍ଯ୍ୟ ହୋଇଗଲି। ମୋ ଭାଉଜଙ୍କ ହାତରେ ମୋବାଇଲ ଥିଲା ଏବଂ ସେ କାହା ସହ ଫୋନରେ କଥା ହେଉଥିଲେ। ସେ ମୋବାଇଲ ବୋଧହୁଏ ମୋ ଭାଇଙ୍କର ଥିଲା। ଭାଇ ସେତେବେଳେ ଶୋଇଯାଇଥିଲେ। ହୋଇପାରେ ସେ ଚୋରାରେ ସେହି ମୋବାଇଲ ନେଇ ଆସିଥିବେ ଏବଂ ନିଜ ଘର ଲୋକଙ୍କ ସହ କଥା ହେଉଥିବେ। କିଏ ହୋଇଥିବ ସେ ଯାହା ସହ ମୋ ଭାଉଜ କଥା ହେଉଥିଲେ? ମୋ ଭାଉଜ ନିଜ ଦଦେଇଙ୍କ ଘରେ ରହୁଥିଲେ। ତାଙ୍କ ବାପା ମାଙ୍କର ଏକ ଦୁର୍ଘଟଣାରେ ମୃତ୍ୟୁ ହୋଇଯାଇଥିଲା ଏବଂ ଭାଉଜଙ୍କ ଦଦେଇ ଏହି କହି ବିବାହ କରିଥିଲେ ଯେ ସେ ତାଙ୍କର ନିଜ ଝିଅ ଭଳି। କିନ୍ତୁ ବିବାହ ସମୟରେ ଭାଉଜଙ୍କୁ କିଛି ବି ଦେଇ ନଥିଲେ, ଯାହାଫଳରେ ମୋ ମା ଏବଂ ବାକି ଘର ଲୋକଙ୍କ ବ୍ୟବହାର ତାଙ୍କ ସହ ବହୁତ ଖରାପ ଥିଲା। ତାପରେ ଥରେ ଭାଉଜ ମୋତେ କହିଲେ ଯେ ତାଙ୍କ ଖୁଡି ତାଙ୍କ ସହ ବହୁତ ଖରାପ ବ୍ୟବହାର କରୁଥିଲେ, ତାଙ୍କ ଉପରେ ବହୁତ ଅତ୍ୟାଚାର କରୁଥିଲେ। ଭାଉଜଙ୍କ ଖୁଡିଙ୍କର ନିଜର 3ଟି ଝିଅ ଥିଲେ, ତେଣୁ ସେ କାହିଁକି ତାଙ୍କୁ ଯୌତୁକ ଦେଇଥାନ୍ତେ? ଯାହା କିଛି ବି ମୋ ଭାଉଜଙ୍କ ବାପାଙ୍କ ଅଂଶ ଥିଲା, ସେସବୁ ତାଙ୍କ ଦଦେଇ ନିଜ ଜାରେ କରିନେଇଥିଲେ। ସେ ବିଚାରି ସେଠାରେ ବି ଅତ୍ୟାଚାର ସହି ଆସିଥିଲେ। କିନ୍ତୁ ସେ ଏହି ସମୟରେ କାହା ସହ କଥା ହେଉଥିଲେ? କାରଣ ତାଙ୍କ ବିବାହ ପରେ ତାଙ୍କ ଦଦେଇ ଖୁଡି ପଛକୁ ଫେରି ଯାଇ ନଥିଲେ ଯେ ସେ କେମିତି ଅଛନ୍ତି। ପୁଣି ମୋତେ ଲାଗୁଥିଲା ଯେ ଯାହା ସହ ସେ କଥା ହେଉଛନ୍ତି ସେ କେହି ଜଣେ ପୁରୁଷ। ମୋ ଭାଉଜଙ୍କ ସହ ଏଠାରେ ମଧ୍ୟ କିଛି ଭଲ ବ୍ୟବହାର ହେଉନଥିଲା। ମୋ ମନ ତାଙ୍କ ବିଷୟରେ ଭାବି ଭାବି କାନ୍ଦୁଥିଲା। କିନ୍ତୁ ଯେଉଁ କଥା ମୋତେ ସନ୍ଦେହରେ ପକାଉଥିଲା ତାହା ହେଉଛି ମୋ ଭାଉଜ ଯାହା ସହ କଥା ହେଉଛନ୍ତି ସେ ଜଣେ ପୁରୁଷ ଥିଲା। ମୋ ଭାଉଜ ତାଙ୍କୁ କହୁଥିଲେ, ମୋତେ ଏଠାରୁ ନେଇଯାଅ। ତୁମେ ଜାଣିନ ଏହି ଲୋକମାନେ ମୋ ଉପରେ କେତେ ଅତ୍ୟାଚାର କରୁଛନ୍ତି ଏବଂ ସେହି ବ୍ୟକ୍ତି ଯିଏ ମୋ ଶ୍ୱଶୁର, ସେ କେତେ ଘୃଣ୍ୟ ମଣିଷ। ଯେଉଁ ଅତ୍ୟାଚାର ସେ ମୋ ସହ କରୁଛି ତା ଝିଅ ବି ସେସବୁ ସହନ୍ତା, ତେବେ ତାକୁ ଜଣାପଡ଼ନ୍ତା। ଏହି କଥା ଶୁଣି ମୁଁ ସେଇଠୁ ଫେରି ମୋକୁ ଚାଲି ଆସିଲି। ନା ଜାଣି ସେହି ବ୍ୟକ୍ତି କିଏ ଥିଲା ଯାହା ସହ ଭାଉଜ କଥା ହେଉଥିଲେ ଏବଂ ବାବା ଏମିତି କ'ଣ କରୁଥିଲେ। ବାବାଙ୍କ କାମ ମୋତେ ମଧ୍ୟ ପସନ୍ଦ ନଥିଲା, କିନ୍ତୁ ଯେଉଁଭଳି ଭାବେ ମୋ ଭାଉଜ କାନ୍ଦି କାନ୍ଦି ଅଭିଶାପ ଦେଉଥିଲେ, ମୋ ଆତ୍ମା ଥରି ଉଠିଲା। ତାପରେ ମୁଁ ଭାବିଲି, ବାବା ଏହା କାହିଁକି ଭାବୁନାହାନ୍ତି ଯେ ଯାହା ସେ ଭାଉଜଙ୍କ ସହ କରୁଛନ୍ତି, ଯଦି ମୋ ଭଉଣୀମାନଙ୍କ ଶ୍ୱଶୁର ମଧ୍ୟ ତାଙ୍କ ସହ କରନ୍ତେ ତେବେ କ'ଣ ସେ ସହିଥାନ୍ତେ? ଏବଂ ମୋ ଭାଇ କ'ଣ ପୁରା ନିର୍ଲଜ ହୋଇଯାଇଛନ୍ତି ଯିଏ ନିଜେ ନିଜ ପତ୍ନୀଙ୍କୁ ନିଜ ବାପାଙ୍କକୁ ପଠାଉଛନ୍ତି? ଯଦିଓ ମୋ ବାପା ମୋ ଭଉଣୀମାନଙ୍କୁ କହୁଥିଲେ ଯେ ନିଜ ଶ୍ୱଶୁରର ସେବା କରିବା କିମ୍ବା ତାଙ୍କକୁ ଏକୁଟିଆ ଯିବା କିଛି ଦରକାର ନାହିଁ। ମୋର 2 ଭଉଣୀ ବହୁତ ଚାଲାକ ଥିଲେ। ନିଜ ଶ୍ୱଶୁର ଘର ଲୋକଙ୍କୁ ନଚେଇକି ରଖିଥିଲେ। ସ୍ୱାମୀ ମଧ୍ୟ ତାଙ୍କ ଜାରେ ଥିଲେ
ଏବଂ ଯେତେବେଳେ ଏଠାକୁ ଆସୁଥିଲେ ଭାଉଜଙ୍କ ଅବସ୍ଥା ଖରାପ କରିଦେଉଥିଲେ। ସବୁବେଳେ ତାଙ୍କୁ ଯୌତୁକ ନ ଆଣିବା ପାଇଁ ଟାହିଟାପରା କରୁଥିଲେ। ମୋ ମା ମଧ୍ୟ କାହାଠାରୁ କମ୍ ନଥିଲେ। ସାରା ଦିନ ଭାଉଜଙ୍କ ପଛରେ ଲାଗିଥିଲେ। ଦିନରେ ଘଣ୍ଟାଏ ବି ଭାଉଜଙ୍କୁ ବିଶ୍ରାମ ମିଳୁନଥିଲା। ମୁଁ ସେତେବେଳେ ଭାଉଜଙ୍କୁ ସାହାଯ୍ୟ କରିଦେଉଥିଲି ଯେତେବେଳେ ମା ଦ୍ୱିପ୍ରହରରେ ଶୋଇଥାନ୍ତି। ସେ ମୋ ସହ ବେଳେବେଳେ ମନର କଥା ମଧ୍ୟ କହୁଥିଲେ। କିନ୍ତୁ ଯେତେବେଳେ ବି ମୁଁ ତାଙ୍କୁ ପଚାରୁଥିଲି ଯେ ବାବା ତାଙ୍କୁ ଡାକି କ'ଣ କହନ୍ତି, ତାଙ୍କ ଚେହେରା ଫିକା ପଡ଼ିଯାଉଥିଲା। ସେ ସାଙ୍ଗେ ସାଙ୍ଗେ ନାହିଁ କରି ମୁଣ୍ଡ ହଲାଉଥିଲେ। ମୋ ମନରେ ବହୁତ ପ୍ରଶ୍ନ ଥିଲା, ଯାହାର ଉତ୍ତର ମୋ ପାଖରେ ନଥିଲା। ମୋ ଭାଉଜ ମୋ ସହ କଥା ହେବାକୁ ମଧ୍ୟ ଡରୁଥିଲେ। ଦିନେ ଯେବେ ଭାଉଜ ବାବାଙ୍କୁ ଗଲେ, ମୁଁ ମାଙ୍କୁ ପଚାରିଲି ଯେ ବାବା ଭାଉଜଙ୍କୁ କାହିଁକି ପ୍ରତିଦିନକୁ ଡାକୁଛନ୍ତି। ମୋ କଥା ଶୁଣି ମା ମୋତେ ରାଗରେ ଚାହିଁଲେ। କହିଲେ, ନିଜ ମୁହଁ ବନ୍ଦ ରଖ, ଖବରଦାର ଯଦି ପୁଣି ଏମିତି କିଛି ପ୍ରଶ୍ନ ମୋତେ ପଚାରିଛୁ। ମୋତେ ମାଙ୍କ ଉପରେ ମଧ୍ୟ ଆଶ୍ଚର୍ଯ୍ୟ ଲାଗୁଥିଲା ଯେ ସେ କାହିଁକି କିଛି କହୁନାହାନ୍ତି। ମୁଁ ମୋ ଭାଉଜଙ୍କ ପାଇଁ ବହୁତ ଚିନ୍ତାରେ ରହିବାକୁ ଲାଗିଲି। ଥରେ ମୁଁ ଭାବିନେଲି ଯେ ମୁଁ ମଧ୍ୟ ଦେଖିବି ବାବାରେ ଭାଉଜଙ୍କ ସହ କ'ଣ କରନ୍ତି। ମୋ ଭାଇ ବାପାଙ୍କୁ ବହୁତ ଡରୁଥିଲେ, ତେଣୁ ମା କିମ୍ବା ବାବା ଯାହା କହିଦିଅନ୍ତି ସେ କେବେ ବି ତାର ବିରୋଧ କରୁନଥିଲେ। ଦିନେ ଯେବେ ଭାଉଜକୁ ଗଲେ, କିଛି ସମୟ ପରେ ମୁଁ ବାବାଙ୍କୁ ଯିବା ପାଇଁ ଉଠିଲି। କିନ୍ତୁ ମୋ ମା ମୋତେ ତୁରନ୍ତ ଅଟକାଇଦେଲେ। କହିଲେ, ଖବରଦାର ଯଦି ତୁ ଯାଇଛୁ। ମୁଁ କହିଲି, କାହିଁକି? ମୁଁ କାହିଁକି ଯାଇପାରିବି ନାହିଁ? ମୋର ବାବାଙ୍କ ପାଖରେ କାମ ଅଛି। ମା କହିଲେ, ଯେ ପର୍ଯ୍ୟନ୍ତ ତ ଭାଉଜରେ ଅଛି ତୁ କୁଆଡ଼େ ଯିବୁନି। ଚାଲ ନିଜକୁ। ରାତିରେ ଯାହା ମୋ ଆଖି ଦେଖିଲା ମୁଁ ଭାବି ମଧ୍ୟ ପାରିନଥିଲି। ମୁଁ ରାତିରେ ରୋଷେଇ ଘରକୁ ଯାଉଥିଲି। ମୋତେ ଶୋଷ ଲାଗୁଥିଲା। କିନ୍ତୁ ଯେମିତି ମୁଁ ଲଞ୍ଚ ଦେଇ ରୋଷେଇ ଘର ଆଡ଼କୁ ଗଲି, ସାମ୍ନାରେ ଥିବା ଲଞ୍ଚ କବାଟ ଖୋଲା ଥିଲା। ମୁଁ ଭାବିଲି ରାତିର ଏହି ସମୟରେ କବାଟ କିଏ ଖୋଲିଲା। ମୁଁ ଯେତେବେଳେ କବାଟ ବାହାରକୁ ଆସିଲି, ମୋ ଭାଉଜ ଅଗଣା ଦେଇ ଛାତ ଆଡ଼କୁ ଯାଉଥିଲେ। ମୁଁ ଭାବୁଥିଲି ଏହି ସମୟରେ ସେ ଛାତ ଉପରକୁ କାହିଁକି ଯାଉଛନ୍ତି। ମୁଁ ମଧ୍ୟ ତାଙ୍କ ପଛେ ପଛେ ଗଲି। କିନ୍ତୁ ଯେମିତି ମୁଁ ଛାତ ଉପରେ ପହଞ୍ଚିଲି, ମୁଁ ଲୁଚିକରି ଦେଖିଲି ଯେ ମୋ ଭାଉଜ ଜଣେ ଯବାନ ପୁଅକୁ କୁଣ୍ଢେଇ ଧରି କାନ୍ଦୁଥିଲେ। ଏହା ଦେଖି ମୁଁ ନିଶ୍ୱାସ ନେବା ମଧ୍ୟ ଭୁଲିଗଲି। ସେ ସେହି ବ୍ୟକ୍ତିକୁ ମଧ୍ୟ ଏହା କହୁଥିଲେ ଯେ ମୋତେ ଏଠାରୁ ନେଇଯାଅ, ମୋତେ ଏଠାରେ ରହିବାକୁ ନାହିଁ। କିଏ ଥିଲା ସେହି ବ୍ୟକ୍ତି? ଭାଉଜଙ୍କର କ'ଣ ହେଉଥିଲା? କ'ଣ ଭାଉଜଙ୍କର କେହି ପ୍ରେମିକ ଥିଲା? ମୁଁ ଫେରିଆସିଲି। ମୁଁ ବହୁତ ଡରି ଯାଇଥିଲି। ଏସବୁ କ'ଣ ହେଉଥିଲା? ଗୋଟିଏ ପଟେ ମୋ ଭାଉଜ ଅତ୍ୟାଚାର ସହୁଥିଲେ, ଆଉ ଅନ୍ୟପଟେ ଏହା କେଉଁ ରୂପ? ମୋତେ କିଛି ବୁଝାପଡ଼ୁନଥିଲା। ପ୍ରଥମେ ତ ମୁଁ ଭାବିଲି ସମସ୍ତଙ୍କୁ ଉଠାଇ ଭାଉଜଙ୍କ ଅସଲିୟତ କହିଦେବି। ମୁଁ ଯେମିତି ଭିତରକୁ ଆସିଲି ଯେ ନିଜକୁ ଯିବି, ସାମ୍ନାରେ ମୋ ଭାଇ ଠିଆ ହୋଇଥିଲେ। ଭାଇଙ୍କୁ ଦେଖି ମୋର ହାର୍ଟ ଫେଲ୍ ହୋଇଗଲା। ସେ ମୋତେ କହିଲେ, ତୁ ଏହି ସମୟରେ ଏଠାରେ କ'ଣ କରୁଥିଲୁ? ମୁଁ ବ୍ୟସ୍ତ ହୋଇଗଲି ଯେ କ'ଣ ଉତ୍ତର ଦେବି। ମୁଁ କହିଲି, ମୋତେ ଭାରି ଲାଗୁଥିଲା, ତେଣୁ ଥଣ୍ଡା ପବନ ଖାଇବା ପାଇଁ ବାହାରକୁ ଆସିଥିଲି। ସେ କହିଲେ, ଆଚ୍ଛା ଠିକ୍ ଅଛି, ଏହା କୁହ ତ ଭାଉଜ କାହାନ୍ତି? ପୁରା ଘରେ କେଉଁଠି ଦେଖାଯାଉ ନାହାନ୍ତି। ଏହା ଶୁଣି ମୁଁ ଆହୁରି ଡରିଗଲି ଯେ କ'ଣ କହିବି। ମୁଁ ଭାବୁଥିବା ବେଳେ ଭାଉଜ ମଧ୍ୟ ଆସିଗଲେ। ଭାଇଙ୍କୁ ଦେଖି ଭାଉଜଙ୍କ ମଧ୍ୟ ହୋସ୍ ଉଡ଼ିଗଲା। କିନ୍ତୁ ମୁଁ ତାଙ୍କୁ ବଞ୍ଚାଇଦେଲି। ମୁଁ କହିଲି, ମୁଁ ଓ ଭାଉଜ ଦୁହେଁ ବାହାରେ ଅଗଣାରେ ବସିଥିଲୁ। ମୋ କଥା ଶୁଣି ଭାଉଜ ଆଶ୍ଚର୍ଯ୍ୟ ହୋଇଗଲେ। ସେ କହିଲେ, ହଁ ମୁଁ ଏହା ସହିତ ଅଗଣାରେ ଥିଲି। ମୋ ଭାଇ ସନ୍ତୁଷ୍ଟ ହୋଇଗଲେ। ସେହି ସମୟରେ ଭାଉଜ ନିଜକୁ ଚାଲିଗଲେ। କିନ୍ତୁ ପରଦିନ ଭାଉଜ ମୋକୁ ଆସି ମୋତେ ଧନ୍ୟବାଦ ଦେଲେ ଯେ ମୁଁ ତାଙ୍କୁ ବଞ୍ଚାଇଦେଲି। ମୁଁ କହିଲି, କିଛି କଥା ନାହିଁ। ତାପରେ ମୁଁ ତାଙ୍କୁ ପଚାରିଲି ଯେ ସେ ଛାତ ଉପରକୁ କାହିଁକି ଯାଇଥିଲେ ଏବଂ ସେହି ବ୍ୟକ୍ତି କିଏ ଥିଲା। କହିଲେ, ସେ ମୋର ଭାଇ, ଯାହାକୁ ଦଦେଇ ପିଲାଦିନୁ ଘରୁ ବାହାର କରିଦେଇଥିଲେ ଯେମିତି ସେ ବଡ଼ ହୋଇ କାଳେ ନିଜ ଅଂଶ ମାଗିବ। ମୋ ଭାଇ କେଉଁଠି ଛୋଟମୋଟ ଚାକିରି କରୁଥିଲା, ତେଣୁ ମୋର ସାହାଯ୍ୟ କରିପାରୁ ନଥିଲା। କିନ୍ତୁ ଏବେ ସେ ନିଜକୁ ସେଟ୍ କରିସାରିଛି ଏବଂ ଖୁବ୍ ଶୀଘ୍ର ମୁଁ ଏଠାରୁ ଚାଲିଯିବି। ମୋତେ ଭାଉଜଙ୍କ କଥା ଶୁଣି ଆଶ୍ଚର୍ଯ୍ୟ ଲାଗିଲା। ମୁଁ କହିଲି, ଆପଣ ଆଗରୁ କାହିଁକି କହିନଥିଲେ ଯେ ଆପଣଙ୍କର ଜଣେ ଭାଇ ମଧ୍ୟ ଅଛି? ସେ କହିଲେ, ମୁଁ କ'ଣ କହିଥାନ୍ତି? ଏହି ଘରକୁ ଆସୁ ଆସୁ ମୋ ଉପରେ ଜୁଲୁମ ଆରମ୍ଭ ହୋଇଯାଇଥିଲା। ମୋତେ ଲାଗିଥିଲା ବିବାହ ପରେ ମୋର କଷ୍ଟ ଶେଷ ହୋଇଯିବ। କିନ୍ତୁ ମୋ ପାଇଁ ସବୁଠି କଷ୍ଟ ହିଁ କଷ୍ଟ। ମୁଁ ପଚାରିଲି, ଆପଣ କ'ଣ ମୋ ଭାଇଙ୍କୁ ଛାଡ଼ିଦେବେ? କହିଲେ, ତୁମ ଭାଇ ମୋ ପାଇଁ କିଛି କହୁନାହାନ୍ତି, କୌଣସି ସ୍ୱର ଉତ୍ତୋଳନ କରୁନାହାନ୍ତି। ମୁଁ ଏମିତି ମଣିଷ ସହ କି ଜୀବନ ବିତେଇବି? ତାଙ୍କ କଥା ଠିକ୍ ଥିଲା। ତାପରେ କହିଲେ, ତୁମ ବାବା ମଧ୍ୟ ଭଲ ମଣିଷ ନୁହନ୍ତି। ମୁଁ ସେସବୁ କରିପାରିବି ନାହିଁ। ମୁଁ କହିଲି, ବାବା ଆପଣଙ୍କ ଦ୍ୱାରା କ'ଣ କରାନ୍ତି? ମୋ କଥାରେ ସେ କହିଲେ ଯେ କୌଣସି ଦିନ ନିଜେ ଯାଇ ଦେଖିନିଅ। ମୁଁ ଭାଉଜଙ୍କୁ କହିଲି ଯେ ଆଜି ମୁଁ ତୁମ ପୋଷାକ ପିନ୍ଧି ବାବାଙ୍କୁ ଯିବି। ତୁମେ ମୋରେ ନିଜକୁ ବନ୍ଦ କରିଦିଅ। ସେ ମୋ କଥା ମାନିଗଲେ। ରାତିରେ ଭାଉଜଙ୍କ ପୋଷାକ ପିନ୍ଧି ମୁଁ ବାବାଙ୍କୁ ଗଲି। କିନ୍ତୁ ମୁଁ ଓଢ଼ଣାରେ ମୋ ମୁହଁ ଲୁଚାଇଦେଲି। ମୋତେ ଦେଖି ବାବା ଭାବିଲେ ଯେ ମୁଁ ଭାଉଜ। ତାପରେ ବାବା କହିଲେ ଯେ ମୁଁ କଳାଜାଦୁ ଶିଖୁଛି, ତେଣୁ ମୋତେ ଏହି ଜିଅନ୍ତା କୁକୁଡ଼ା କାଟିଦିଅ। ଏମାନଙ୍କ ରକ୍ତ ଗ୍ଲାସରେ ଢାଳି ଦିଅ। ଏହା ଶୁଣି ମୋର ମଧ୍ୟ ହୋସ୍ ଉଡ଼ିଗଲା। ମୋ ବାପା କେଉଁ କଳାଜାଦୁ ଶିଖୁଥିଲେ? ବାବା 3ଟି ଜିଅନ୍ତା କୁକୁଡ଼ା ବାହାର କରି କହିଲେ ଯେ ଏହାକୁ କାଟି ଏହାର ରକ୍ତ ଗ୍ଲାସରେ ଦିଅ, ମୁଁ ତାକୁ ପିଇବି।
ପୁଣି ସେ କହିଲେ ଯେ ଆଜି ଶେଷ ଯାଦୁ, ତାପରେ ଯାହା ଚାହିଁବି ଆତ୍ମାମାନଙ୍କ ଦ୍ୱାରା କରାଇପାରିବି। ଏହା କହି ସେ କିଛି ଓଲଟାପାଲଟା ପଢ଼ିବାକୁ ଲାଗିଲେ। କିନ୍ତୁ ମୁଁ କୁକୁଡ଼ାମାନଙ୍କ ସହ ସେମିତି କିଛି କଲି ନାହିଁ, କାରଣ ମୁଁ ଚାହୁଁନଥିଲି ଯେ ମୋ ବାପା କୌଣସି ଏମିତି କଳାଯାଦୁ ଶିଖନ୍ତୁ। ବୋଧହୁଏ ଏଇଥିପାଇଁ ଭାଉଜ ଡରୁଥିଲେ, ବାନ୍ତି କରୁଥିଲେ, ଗାଧୋଉଥିଲେ। ମୋତେ ମଧ୍ୟ ଏସବୁ ଭାବି ଘୃଣା ଲାଗୁଥିଲା। ମୁଁ ଏହି କାମ କେବେ ବି କରିପାରି ନଥାନ୍ତି। ମୁଁ ଯେତେବେଳେ ମୋ ଓଢ଼ଣା ଟେକିଲି, ବାବା ଦେଖି ସ୍ତବ୍ଧ ହୋଇଗଲେ। ମୁଁ କହିଲି, ବାବା, ମୁଁ ଆପଣଙ୍କୁ ଏହା କରିବାକୁ ଦେବିନି। ଏହା ଭୁଲ କାମ। ମୋ ବାବା ମୋତେ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ। ସେ କହିଲେ, ତୁ ଏଠି କ'ଣ କରୁଛୁ? ମୁଁ କହିଲି, ମୁଁ ଭାଉଜଙ୍କୁ ମୋରେ ଜବରଦସ୍ତି ବନ୍ଦ କରି ନିଜେ ଜାଣିଶୁଣି ଏଠାକୁ ଆସିଥିଲି, ଯେମିତି ଆପଣଙ୍କୁ ଏହି ଭୁଲ ଖେଳରୁ ଅଟକାଇ ପାରିବି। ମୁଁ କହିଲି, ବାବା, ଏହା ବହୁତ ବଡ଼ ପାପ। ଏମିତି ଭୁଲ ମନ୍ତ୍ର ପଢ଼ି ଆପଣ ପାପୀ ହୋଇଯାଇଛନ୍ତି। ମୁଁ କାନ୍ଦି କାନ୍ଦି ତାଙ୍କୁ ବୁଝାଇଲି ତ ସେ ଚୁପ୍ ହୋଇଗଲେ। କହିଲେ, ମୁଁ ଏହା ଏଇଥିପାଇଁ ଶିଖିବାକୁ ଚାହୁଁଥିଲି ଯେମିତି ମୁଁ ବହୁତ ଧନ ରୋଜଗାର କରିପାରିବି। ମୋ ବୁଝାଇବା ଦ୍ୱାରା ବାବା ଏହି କାମରୁ ପଛକୁ ହଟିଗଲେ। ତାପରେ ମୁଁ ମୋ ଭାଉଜଙ୍କୁ କହିଲି ଯେ ସେ ତାଙ୍କ ଭାଇଙ୍କ ବିବାହ ମୋ ସହିତ କରାଇ ଦିଅନ୍ତୁ। ମୁଁ ମୋ ଘର ଲୋକଙ୍କୁ ଏହା କହିବି ଯେ ଯଦି ଆପଣ ଭାଉଜଙ୍କ ଉପରେ ଅତ୍ୟାଚାର କଲେ, ତେବେ ତାଙ୍କ ଭାଇ ମୋ ଉପରେ ପ୍ରତିଶୋଧ ନେବେ। ଭାଉଜଙ୍କୁ ମୋର ଏହି ପରାମର୍ଶ ପସନ୍ଦ ଆସିଲା। ଏହିଭଳି ମୋର ବିବାହ ମୋ ଭାଉଜଙ୍କ ଭାଇଙ୍କ ସହ ହୋଇଗଲା। ମୋ ଘର ଲୋକଙ୍କ ବ୍ୟବହାର ମଧ୍ୟ ଭାଉଜଙ୍କ ସହ ଠିକ୍ ହୋଇଗଲା। ମୋର ସାମାନ୍ୟ ବୁଦ୍ଧି ପ୍ରୟୋଗ କରିବା ଦ୍ୱାରା 2ଟି ଘର ବଞ୍ଚିଗଲା। ମୁଁ ମୋ ଭାଉଜଙ୍କ ଘର ବଞ୍ଚାଇ ଦେଇଥିଲି ଏବଂ ତାଙ୍କୁ ଅତ୍ୟାଚାରରୁ ମୁକ୍ତି ମଧ୍ୟ ମିଳିଗଲା।